ଆଜି ମୋର ଏକାଦଶୀ ମାନେ ନିଜେ ଖାଇବିନି ହେଲେ ଘର ଲୋକଙ୍କ ପାଇଁ ଏମିତି ରୋଷେଇ କରିବି ଯେ ନିଜକୁ ହିଁ ଲୋଭ ଲାଗିଯିବ। ହ୍ୟାଲୋ ଫ୍ରେଣ୍ଡସ୍, ସକାଳୁ ସକାଳୁ ପୁଅ ସହିତ ଟିକେ ଚୁଟକି ମରାମରି ଖେଳି ଦେଇକି ପଳେଇ ଆସିଲି ମୁଁ ମୋ ରୋଷେଇ ଘରକୁ। ଆଉ ରୋଷେଇ ଘରେ ଦେଖେ ତ କାଲି ରାତିରୁ ମୁଁ ବ୍ୟାଟର ତିଆରି କରି ରଖିଛି ଚକୁଳି ତିଆରି କରିବା ପାଇଁକା। ଦେଖନ୍ତୁ ତ ବ୍ୟାଟରଟା କେତେ ଭଲ ଭାବେ ଫର୍ମେଣ୍ଟେସନ୍ ହେଇଯାଇଛି। ଘର ଲୋକଙ୍କୁ ଚକୁଳିର ଜଳଖିଆ ତିଆରି କରି ଦେଇକି ସେପଟେ ଭାତ ଡାଲି ବସେଇ ଦେଇକି ଚୁଲିରେ ମୁଁ ମୋର ପଳେଇ ଆସିଲି ଏକାଦଶୀ ସ୍ପେଶାଲ ଶାଗୁ ଚକଡ଼ା ବନେଇବା ପାଇଁ। ପ୍ରଥମେ ନଡ଼ିଆଟାକୁ ଭାଙ୍ଗିକି ସେଥିରେ ନଡ଼ିଆ କୋରିକି ସେଥିରେ କଦଳୀ ଡାଳିମ୍ବ ଗୁଜୁରାତି ଗୁଣ୍ଡ ପାନମଧୁରୀ ଗୁଣ୍ଡ ଗୋଲମରିଚ ଗୁଣ୍ଡ ଗୁଡ଼ ଦେଇକିନା ଶେଷରେ ଶାଗୁ ଟିକେ ପକେଇକି ଭଲ ଭାବରେ ମିଶାମିଶି କରିଦେଇକି ତିଆରି କରିଦେଲି ମୁଁ ମୋର ଏକାଦଶୀ ସ୍ପେଶାଲ ଶାଗୁ ଚକଡ଼ା। ଖାଇକି ତ ମୋତେ ମଜା ଆସିଗଲା। ତାପରେ ତାପରେ ଷ୍ଟାର୍ଟ ହେଇଗଲା ମୋର ଅସଲ ପରୀକ୍ଷା ଆଉ। ପଳେଇ ଆସିଲି ଘର ଲୋକଙ୍କ ପାଇଁ ଲଞ୍ଚ ପ୍ରିପାରେସନ୍ ପାଇଁ। ଆଉ ଲଞ୍ଚ ସାଙ୍ଗେ ସାଙ୍ଗେ ଘରର ଅନ୍ୟାନ୍ୟ କାମ ବି ମଧ୍ୟ କରିବାକୁ ପଡ଼େ, ସେଗୁଡ଼ାକ ବି କରିଦେଲି। ଆଜି ମୋ ଭାତ ଡାଲି କଲରା ଭଜା ଆଳୁ ପୋଟଳ ଭର୍ତ୍ତା ବାଇଗଣ ଆଳୁ ବେସନ ଦେଇକି ମୁଁ ଛଣାଛଣି କରିଥିଲି। ଏ ଛଣାଛଣି ବାସ୍ନାରେ ହେ ଭଗବାନ, ମୁଁ ତ ରହି ହିଁ ପାରୁନଥାଏ। ଖାଲି ମୋ ମନକୁ ଯାହା ଟିକେ ମୁଁ ବୁଝେଇ ଦେଉଥାଏ କି ରାନୀ ରହିଯା ଆଜି ନୁହେଁ କାଲି। Oh my God. ହେଲେ ପାପି ପେଟଟା କ'ଣ ଶୁଣୁଛି ମୋ କଥା? Yes. ଆପଣମାନେ ଏକାଦଶୀ ବ୍ରତ କରନ୍ତି କି ନାହିଁ ନିଶ୍ଚିନ୍ତ ରୂପରେ ମୋତେ କମେଣ୍ଟ କରିକି ଜଣେଇବେ।